ବର୍ଷା ପାଗରେ ଟିକେ ସାଧାରଣତଃ ସବୁବେଳେ ଛଣାଛଣି ଖାଇବାକୁ ଭଲ ପାଏ, ସମସ୍ତେ ଭଲ ପାଆନ୍ତି। ଆଉ ଏଣେ ପିଲାମାନେ ଟ୍ୟୁସନ୍ ଯାଇଥାନ୍ତି, ଘରକୁ ଆସିବେ, ପୁଣି କ'ଣ ଖାଇବି ମାମା କ'ଣ କରିବୁ। ତେଣୁ ବିରି ଟିକେ ବଟା ଥିଲା, ତା ଦେହରେ ବରା କରିବି ବୋଲି ଭାବିଲି। ବରା କରିବି ବୋଲି ସେଥିରେ ଭାବିକି ଜିରା, ପିଆଜ, ଭୃସଙ୍ଗ ପତ୍ର, କଞ୍ଚା ଲଙ୍କା ଟିକ୍ ଟିକ୍ କରି କାଟିକି ସାଇଜ୍ କରି ରଖିଲା ପରେ ଟିକେ ଆଳୁ ଦେଖିଲି, ଟିକେ ଆଳୁ ମସଲା ଥିଲା, ମୁଁ ତାକୁ ଆଳୁ ଚଟଣି କରିଥିଲି। ତା ଦେହରେ ମସଲା ଟିକେ ବଞ୍ଚିଥିଲା, ଆଉ ଟିକେ ଆଳୁ ମିଶାଇକିରି ମୁଁ ତାକୁ ଭାବିଲି ମସଲା ବରା ଆଜି କରିବି। ସେଥିରେ କଟା ପିଆଜ ଆଉ ଟିକେ ଆଡ଼୍ କଲି, ଲଙ୍କା ଜିରା ପକାଇକିରି ତାପରେ ଅଦା ରସୁଣ ଛେଚା ଦେଇଦେଲି, ଟମାଟୋ ଆଉ ରସୁଣ ଚିଲି ଦେଇକି ସେ ମସଲାରେ ଯାହା ଆଳୁ ଥିଲା ଆଉ ଟିକେ ଆଳୁ ମିଶାଇକିରି ତାକୁ ମସଲା ଟିକେ କରିଦେଲି। ସମସ୍ତଙ୍କୁ ପାଇବନି ନା, ଭୃସଙ୍ଗ ପତ୍ର ଟିକେ ଉପରେ ପକାଇଦେଲି, କାରଣ ଉପରେ ପକାଇଲେ ତା'ର ଫ୍ଲେଭର୍ ଟିକେ ଅଲଗା ଆସେ। ତାପରେ ପୁଣି ସେଇ ଯେଉଁ ବିରି କରିଥିଲି, ବିରିର ଗୋଳାରେ ସୁଜି ଟିକେ ଆଉ ଟିକେ ଖାଇବା ସୋଡ଼ା ପକାଇକି ତାକୁ ବି ଫେଣ୍ଟିକି ରଖିଥିଲି। ତାପରେ ଆଳୁର ମସଲାଟା ପୁରଟାକୁ ଏମିତି ସବୁ କରିଦେଇ ରଖିଦେଇ ବିରି ଉପରେ ଟିକେ ଥୋଇକି ଉପରେ ତଳେ ତା'ର ବିରି ଦେଇକି ପୁଣି ତେଲ ପୁରା ତକ ଗରମ, ବହୁତ ଗରମ କରିଥିଲି ଗ୍ୟାସ୍, ସେଥିରେ ଛାଣିଲି। ବିରି ମସଲା ବରାଟା ଘରେ ଛାଣିଲେ ସତରେ ବହୁତ ବଢ଼ିଆ ଲାଗିଲା, କିନ୍ତୁ ଟେଷ୍ଟ ଲାଗିଲା। ତା ସାଙ୍ଗେ ଟିକେ ଘୁଗୁନି ବି କରିଦେଇଥିଲି, ବହୁତ ଭଲ ଲାଗିଲା ଖାଇବାକୁ। ଏତେ ଇଜି ବୋଲି ମୁଁ ଜାଣିନଥିଲି, ଥରେ ଛାଣିଥିଲି ଆପଣମାନଙ୍କୁ ଦେଖେଇଥିଲି, ମୋତେ ଟିକେ ଖାଲି ମନେ ନଥିଲା ଏମିତି ପୁରା ଫାଷ୍ଟରୁ ସଜାଡ଼ିବା ପାଇଁ। ଆଜି ମନେ ପଡ଼ିଲା, ମୁଁ ଟିକେ ନାଇଁ ମୋ ସାଙ୍ଗମାନଙ୍କୁ ଟିକେ ଦେଖେଇବି, ତେଣୁ ବଢ଼ିଆ କରି ଛାଣିଲି, ଭଲ ଲାଗିଲା। ଆଉ ସମ୍ଭାଳି ପାରିଲାନି, ଛାଣୁ ଛାଣୁ ଇଚ୍ଛା ହେଉଥିଲା ଖାଇଦେବି ବୋଲି, କିନ୍ତୁ ଯେତେବେଳେ ଛାଣି ସାରିଲି ଆଗ ପ୍ରଥମେ ମୁଁ ସେଇଠୁ ଆଗ ଗୋଟେ ଦେଖିକି ଖାଇଲି ଗରମ ଗରମ। ବହୁତ ଟେଷ୍ଟି ଥିଲା, ସତରେ କୁଡ଼କୁଡ଼ି ହେଇ ବଢ଼ିଆ ଲାଗୁଥିଲା। ଆଉ ମସଲାଟା ବହୁତ ବି ବଢ଼ିଆ ଲାଗୁଥିଲା, ଟେଷ୍ଟ ଭଲ ଲାଗିଲା। ଏମିତି ଥରେ କରିକି ଖାଆନ୍ତୁ ନା ଘରେ, ବଢ଼ିଆ ଲାଗିଲା।